नमस्ते। ये हूँ कंदल नई नियाली मात्र 7 किलोमीटर दूर में अवस्थित। कंदल नई आम आसलु बुलापी। आठी बट गोसाई आमर गोटे ठाकुर भी अच्छा बापा बट गोसाई से बहुत हजार हजार वर्ष धरी ये गछ ठाकुर पाखे अच्छी आर ये किंवदंती आज्ञा मालिकार भी प्रतिष्ठित होती। देखो आज्ञा बट गोसाई मुख्य देखो जो आड़े देखिए तार माने बरर ओहलू गचर ओहलू आज्ञा गचर ये आज्ञा देखु ये हजार हजार वर्ष धरी आम पूर्व पीढ़ी माने आम पीढ़ी आम बापा जेनेरेशन बापा बापा जेनेरेशन बहुत पीढ़ी पीढ़ी धरी ये गछ देखो तले बाबा बट गोसाई ये विख्यात ठाकुर महिमा एमती अच्छी जे कहले न सरे कारण लोक आसती मानसिक पूरण हुए बहुत लोक अच्छी मानसिक पूरण कर मनस्कामना पूरण होती बाबा सब गुण गान ज्ञान बाबा जी आमर अच्छी कहीपर आप आसतु ये देखा ये कंदल नई बाबा पाखु आसिलु बहुत दिन है आसुन आज आसिलु बाबा महिमा टी कहे आमको आम टे आम चैनल माध्यम आपको ये करुचु बाबा ये जो बट गोसाई बाबा ये केते वर्षर ये आम बापा माने कही पारना आज्ञा बापा मान पत्र बापा कहते आम बापा पचार सी कले आम भी जानी आज्ञा आज्ञा तो दुष्ट महापुरुष आज्ञा अच्छा ये हूँ साधु पीठ आज्ञा साधु बाबा ये थे आज्ञा अच्छा से एमती थे थे ये किसी ना खाली माटी बाली एमती एमती आसिकी से दिया छिद्र अभाव आज्ञा ସେତେବେଳେ ଘରେ ଠେଇଁ ପତା ନିଆଁ କରି ନୁଲା କରିକି ଆଣିକି ଠେଇଁ ସଞ୍ଜବତୀ ଦିଅନ୍ତି ଦିଆଯାଏ। ଆଚ୍ଛା ଇଏ ଯେମିତି ଚାଲିଥିଲା ତାପରେ ତ ଦିନକୁ ଦିନ ପରିବର୍ତ୍ତନ ହେଲା ଆଉ ତାପରେ ତମେ ରହିଲ ତମ ପରେ ମୁଁ ରହିଲି ମୋ ପରେ ସିଏ ରହିଲେ ପିଢି ପିଢି ଅନୁଯାୟୀ ହେଇଯାଇଛି। ଏ ଗଛ କେତେ ବର୍ଷର ଆଜ୍ଞା ହେଇପାରିବ? ଇଏ ଗଛ ତଥାପି 300 ବର୍ଷ ହଜାର ହଜାର ବର୍ଷ ଧରି ଆପଣଙ୍କ ଏଇଠି ପୂଜା ପୂଜା ହେଇଗଲା କିନ୍ତୁ ଏ ଜାଣିନାହାନ୍ତି ଏ ଠାକୁରଙ୍କ ମହିମା କୋଉଠି କେତେବେଳେ କେତେବେଳେ କଣ ହବ କେହି ଜାଣିନାହାନ୍ତି। ତାପରେ ଯିଏ ଯୋଉ ଜିନିଷ ଯେଠି ସବୁ ଲୋକ ଆସନ୍ତି ମାନସିକ କରି ଯେମିତି ପୂରଣ ହୁଏ ନିଶ୍ଚୟ ପୂରଣ ହବ। 10 ବର୍ଷ 8 ବର୍ଷ 11 ବର୍ଷ 12 ବର୍ଷ ଭିତରେ ଯାହାର ପିଲାପିଲି ନ ହୁଅନ୍ତି ସେ ବି ଆସିଲେ ତାଙ୍କର ବନ୍ଧ୍ୟା କର୍ମ ବି କଟି ପାରିବ ସେ ବି କଟି ଯାଉଛି ସେ ଠାକୁର କଟନ୍ତି ଆମ ମଣିଷ ଠାକୁରଙ୍କର କୋଟି କୋଟି ମହିମା ପୁରା ଆଉ ଇଥି ଆ ଭିତରେ ସବୁ ଜିଅ ଦେବତା ଅଛନ୍ତି। ଆଜ୍ଞା ନିଜେ ବାବା ବି ରହୁଛନ୍ତି ଭିତରେ ହଁ ହଁ ଆପଣ କେତେ ଥର ଏଇ ବାବାଙ୍କୁ ଦେଖିଲେଣି? ମୁଁ ଅନେକ ଥର ଦେଖିଲାଣି ଆଉ ଏଠି ଶିବ ମହାପୁରୁଷ ବି ଅଛନ୍ତି। ଆଜ୍ଞା ଥରେ ପା ଗୋଟେ କର୍ମାଣୀ ବ୍ରାହ୍ମଣ ଆଜ୍ଞା ଚୈତ୍ର ମାସରେ ଯଜ୍ଞ ହୁଏ ତାପରେ ବୈଶାଖରେ ଯଜ୍ଞ ହୁଏ ଆଜ୍ଞା ଯୋଉଟା ବଡ ବିଲୁରେ ଆସନ୍ତି ଚୈତ୍ର ମାସ କରନ୍ତି ଆମର ଏଟା ବୈଶାଖ ମାସ ହୁଏ ବୈଶାଖ ଲାଷ୍ଟ ହୁଏ। ଆଚ୍ଛା ସେ ଲକଡାଉନ ପଡିଗଲା ଆଉ ଆସିପାରିଲେନି ଏଠି ମୁଁ ବହୁତ କଲିନି ଜାଣିଛି ଯେ ଯିଏ ଏଠି କର୍ତ୍ତା ସିଏ ମୋଠୁ ଚାବି ମାଗିକି ଆଣିଲେ ଆଚ୍ଛା ମୁଁ ତାଙ୍କୁ ଚାବି ଦେଲି ସିଏ ଚାବି ଆଣିଲେ ସିଏ ବ୍ରାହ୍ମଣ କଣ ତା ଭିତରେ କଲେ ଠାକୁର କହିବା ଆମେ କହିପାରିବୁ ଆଜ୍ଞା। ଆଚ୍ଛା ମୁଁ ଏଠି ବେଳକୁ ଆସିଲି ତାକୁ ଉଡିଆଉଡି କରିଦେଲି ତାପରେ ଇଏ ସବୁ ସବୁ କରିଦେଲି ଏମିତି ଦୀପ ଲଗେଇ ସାରି ସେଠୁ ଗନ୍ଧେଇ ଗୁଳାତିକି ପୋଡିକି ଗନ୍ଧେଇ ଗୁଳାତିକି ତା ଧୋଇଦେଲି ଦବା ଭିତରେ ହଁ ମୁଁ ଯେତେବେଳେ ପ୍ରଥମରେ ଖୋଲିଦେଲି ସେ ଏମିତି ଗୋଟେ ସ୍ମେଲ ହେଲା ତା ଭିତରେ ପଶିବାକୁ ମତେ ଘୃଣା ହେଲା। ମୁଁ ତ 2007ରେ ସେଟା କରୁଛି ତେବେ କିଛି ଜାଣିନି କି ଏବେ ଆଜି କାହିଁକି ଏମିତି ହେଲା ଦେଖିଲା ବେଳକୁ ଗମଲା ଭିତରେ ଗୋଟେ ପୁରୁଣା ଦୀପ ଅଛି ତା ଭିତରେ ଆଉ ଗୋଟେ ପୁରୁଣା ଦୀପ ପଡିକି ସେ କଣ କରିବି କିନ୍ତୁ ସେଗୁଡ଼ା ନିୟମ ନୁହଁ। ଆଉ ବ୍ରାହ୍ମଣ ମୁଖ୍ୟ ବେଦ ସାରା ଯାହା କରିଛନ୍ତି ଯେମିତି ସ୍ମେଲ ହେଲା ମୁଁ ସେଠୁ 10 ମିନିଟ୍ ଖଣ୍ଡେ ଅପେକ୍ଷା କଲି ତାପରେ ମୁଣ୍ଡିଆ ମାରି ତା ଭିତରେ ପଶିକି ମୋ କର୍ମ ମୁଁ କଲି। ଆଚ୍ଛା କର୍ମ କଲି ସେଠୁ ସନ୍ଧ୍ୟା ବେଳକୁ ଏଇ ଯୋଉ ଫୁଲ ଫୁଲ ଭଲ ମନ୍ଦ ପଡିଛି ତା ଭିତରେ କି ନିଜେ ବାବା ଆପଣଙ୍କୁ କିଛି କରନ୍ତି ନାହିଁ ସେଇ ରହନ୍ତି ଆପଣଙ୍କର ହଁ ଆପଣ ତାଙ୍କ ଧୀରେ ହାତ ମାରିକି ବି ଇଏ କରନ୍ତି ସେଠି ସେ ଗୋଟେ ପ୍ରଥମରେ ବାବା ଅଛନ୍ତି ଅଛନ୍ତି ପଠଉ ଆଜ୍ଞା ତାପରେ ଗ୍ରାମ ଗୋଟେ ଘଟ ଆଜ୍ଞା ତା ସେପଟକୁ ସପ୍ତଶନି ଆଉ ଶିବଲିଙ୍ଗ ଆଜ୍ଞା ତା ସେପଟକୁ ଗ୍ରାମ ଆପଣ କେତେ ଥର ଦେଖିଲେଣି ବାବାଙ୍କ ଭିତରେ ଦେଖିଲେଣି କହୁଛି ଏଇଠୁ ତା ପରଦିନ ସକାଳେ ଆସିକି ଏଠୁ ମାଇକି ହଜମ କରି ଆସନ୍ତି ଛୁଆ ପାଇଁ ହଜମ ଆସନ୍ତି ଏଠି ମୁଁ ଆଗ କାମ ସାରିକି ଯଦି ଠାକୁରଙ୍କ ଉପରେ ଫୁଲ କାଟିବା ପାଇଁ ଆଜ୍ଞା ତାଙ୍କର ଜଣା ବୋଲା ହବ ଫୁଲ କଢା ହବ
ଆଚ୍ଛା ପ୍ରଥମେ ତ କାଢ଼ିଲେ ଲାଷ୍ଟ ବେଳକୁ କାଢ଼ିବାକୁ ଏବେ ଆଳୁ କାଢ଼ି ସବୁ କାଢୁ ଶିବଲିଙ୍ଗ ଉପରକୁ କାଢ଼ିଲି ଏପଟେ ଶାଳଗ୍ରାମ ଉପରକୁ ଫୁଲ କାଢ଼ିଲି ତଳେ ତ ସେ ଫୁଲ କାଢ଼ିଲି। ଆଜ୍ଞା ଆଚ୍ଛା ତଳୁ ଯେତେବେଳେ ଫୁଲ କାଢ଼େଇଲି ମହାପୁର ଶୋଇକି ମୋର 5 ଆଙ୍ଗୁଳି ଯାକ ତାକୁ ଉପରେ ଏମିତି ଆଜ୍ଞା ମୁଁ ଯେତେବେଳେ ଆସିଲା ମୋ ଦେହ ହେଇଗଲା ମୁଁ ଛୋଟ ମୁଁ ସେଇଠି ବସିଲି ସେ ଯୋଉ ସ୍ତ୍ରୀ ଲୋକମାନେ ସବୁ କହିଲେ କଣ ବୁଢା କାହିଁକି ଫୁଲ ତୋଳୁଛନ୍ତି ଆଉ ଫୁଲ କାହିଁକି ଆପଣ ଆଉ କାଢ଼ିଲେନି ବସିଲେ କାହିଁକି ମୁଁ କହିଲି କାହିଁକି ବସିଲି ତମେ ଟିକେ ଆସି ଦେଖ ଆଚ୍ଛା ସ୍ତ୍ରୀ ଲୋକ କଣ ଆସି ସେ ଯାଇ ଯିବେ କି ନା ଗଲେ ଏଇ ମୁହଁରେ ଯିବେ ଆଜ୍ଞା ଏମିତି ଯୋଗ ଯେ ଲାଇନ ନାହିଁ ସେଦିନ ଆଜ୍ଞା ସେଠୁ ସେ କହିଲେ କାହିଁ ନନା ଦେଖା ଯାଉନାହାନ୍ତି ମୁଁ କହିଲି ଦେଖା ମୁଁ ତ ଏମିତି ମୁହଁରେ ସେ ଭିତରେ ଅଛନ୍ତି ଗମଲା ଅନ୍ଧାର ସେଠି ତାପରେ ଗୋଟେ ଲୋକ ଗାଧେଇକି ଆସିଲା ସେ ଠାକୁର ଭକ୍ତ ଜଣେ ସେ ଗାଧେଇକି ଆସିଲା ସେ ଗାଧେଇ ଆସିଲା ମତେ ଇଚ୍ଛା କଲେ ଯେ ଅନେକ ଲୋକ ଆସନ୍ତି ଗାଧେଇକି ଆଉ ମୁଁ କହିଲି ତମେ ଡାକ ସିଏ ଆସିଲେ ସିଏ ଆସିଲେ ସେ ଏଇଠି ଠିଆ ହେଇକି ଆଉ ଦେଖାଯାଉନି ଆରେ ଯୋଡ଼ାଏ ଘଣ୍ଟା ରହିଲାଣି ତାପରେ ଶିବଲିଙ୍ଗ ଶାଳଗ୍ରାମ ଅଛନ୍ତି ତାଙ୍କ ଏପଟେ ଶାଳଗ୍ରାମ ଇଏ ମଝିରେ ଶୋଇଛନ୍ତି ସେଠୁ ମୁଁ କହିଲି ଆଉ ମୁଁ ତ ମୁହଁରେ ବସିଛି ତୁ ଭୟ କାହିଁ କରୁଛୁ ତୁ ଆସେ ଭିତରକୁ ଆ ସେଇଠୁ ସେ ଗୋଟେ ଖୋଜ ଆଉ ଗୋଟେ ଖୋଜ ପକେଇକି ଦେଖିଲା ବେଳକୁ ମହାପ୍ରଭୁ ଏତିକି ମୋଟା ସେ ଶୋଇଛନ୍ତି ସେ କେବେ କାହାକୁ କିଛି କ୍ଷତି କରନ୍ତିନି। ନା ସେଠୁ ସେ ଦେଖି ଦେଇକି ଭସ୍ କିନା ପଳେଇ ଆସିବ ତା ବାଁ କାନ୍ଧଟା ଏଇ ଗ୍ରିଲ୍ ଦିହରେ ବାଡ଼େଇ ହେଇଗଲା ଭୟ ତାକୁ ଗଲା କିନ୍ତୁ ମୁଁ ତ ବଇଛି ମୁହଁରେ ତ ବ୍ୟସ୍ତ ହଉ ସେଠୁ ସେ ସମସ୍ତେ ମାଇକ ସମସ୍ତେ ଏଇଠି ପାଠ ପାଇଁ ଛିଡ଼ା ହେଲେ ବୁଢା ପୂଜା କେମିତି କଣ କରିବି ସେଠୁ ମୁଁ ଟିକେ ବସିଲି ଠାକୁରଙ୍କୁ ଡାକିଲି ମୁଁ ଜଣାଇଲି ସେଠୁ ଆଉ ଯୋଉ ଫୁଲ ଫଳ ସବୁ କାଢ଼ିଲି ମହାପ୍ରଭୁ ଅଛନ୍ତି ସେଠି ଆଗ ତ ସବୁ କାମ ଖାଲି ଫୁଲ ବାସିଦେଲେ ପକାପକି କରିଦେଲି ଆଗ ତାଙ୍କର ସଜା ହେଇଥିଲା 7 ପ୍ରକାର ଜିନିଷ ହେଲେ ସେ ମାର୍ଜନା ହେବେ ସେଠୁ ତାକୁ ସବୁ ନେଇଦେଲି ଆଗ ପାଣି ଢଳା ହବ ପାଣି ଢଳା ହେଲେ ପାଣି ସେଠି ତାପରେ ପାଣି ମରା ସାରିବା ସହିତ ହାତ ମାରିବାକୁ ପଡ଼ିବ ହାତ ମାରିକି ସେଠୁ କ୍ଷୀର ଲହୁଣୀ ନେବା ପାଇଁ ଏ ଯୋଉ ସବୁ ଇଏ କରିଥିଲେ ସବୁ ପଡ଼ିଥିଲା ସେ ସବୁ ଭସା ହେଲା ତା ବାଦ ଫେର ପାଣି ଧଳା ଗୋଟେ ବାଲ୍ଟି ପାଣି ତା ଭିତରେ ଧଳା ହବ ସଫା ତ ହବ ଯଦି ସେ ବାଲ୍ଟି ଜଣେ ଭାସିଲା ଭଳିଆ ଭାସିବନି ସ୍ଥଗିତ ସେମିତି ଅଛନ୍ତି ସେଠି ମାଇକ ସମସ୍ତେ ଆଉ ଇଠୁ ଯାଉନାହାନ୍ତି ସେଠି ଏସବୁ କାମ ସରିଲା ସେଠି ଫୁଲ ଚନ୍ଦନ ବେଲପତ୍ର ସବୁ ଦେବି ଆଗ ବିଷ୍ଣୁଙ୍କ ଉପରେ ଚଢ଼େଇଦେବି ତୁଳସୀ ତାପରେ ବେଲପତ୍ର ଚଢ଼େଇବି ବେଲପତ୍ର ଚନ୍ଦନ ନେଇଥିଲି ତାକୁ ଚଢ଼ାଚଢ଼ି କଲି ସେଠି ତାପରେ ଫୁଲ ଚଢ଼େଇବି ମହାପ୍ରଭୁ ସେମିତି ରହିବ ଆଚ୍ଛା ସବୁ ମାଇକ ଆଉ ଇଠୁ ସିଠେଇକି ଗଲେନି ସେଠି ସବୁ ଅଣିଥାନ୍ତି ସବୁ କାମ କରିଥାଏ ସେଠି କାମ ସରିଲା ସେଠି ଭୋଗ ରାଗ ହେଲା ନୀତି କଲି ନୀତି କରିକି ପିଲାଙ୍କୁ ବାଣ୍ଟି ଦେଲି ପିଲା ଗଲେ ଆମେ ବି ଗଲୁ ମହାପ୍ରଭୁ ସେଇଠି ଅଛନ୍ତି ये कपड़ा खसी नहीं जिते दौंचे ସେତେ ଖସି ନଉଛି ଆଜି ଅଇକା ବାନ୍ଧିକି ଫେର ସକାଳୁ ଖସିଥିବ ସେଠୁ ଫେର 4ଟା ବେଳକୁ ଆସିବି 4ଟା ବେଳକୁ ଆସିକି ସେଠୁ ଓଳିଆ ଓଳି କରିଦେଲି ସେଠୁ ମନ୍ଦିର ଭୟରେ ଗଲି ସେଠୁ ଯାଇକି ସେଠୁ ଦୀପ ଲଗେଇଲି ଲଗେଇଲି ଲଗେଇ ହାତ ଧରିକି ତାର ବେଜି ହଉଛି ଭାଗବତ ବୋଲୁଛି ଆହୁଲ ବାଷ୍ପଟା ଆସିବ ତ ବାଷ୍ପ ଆସିବ ଆଚ୍ଛା ଭାଗବତ ସରିଯାକ ଦୀପଦ ଅଛି ସେ କପଡ଼ା ଏମିତି ଟଙ୍କା 100 ଟଙ୍କା ହେଇଥିଲା ସେ ଉଠିକିରି କପଡ଼ା ଉପରେ ଗୋଟେ ଏତିକି ଏମିତି ଦେଖିକି ଖାଲି ଭଲ କଲେ ସେ ଉପରେ ମୁଁ ତଳେ ବଇଛି ସେ ଯିବ ଭଲ କରନ୍ତି ମୁଁ ଭାଗବତଟି ବୋଲୁଛି ଆଚ୍ଛା ଭାଗବତ ମୋର ସରିଲା ସେ ପୁରା ନନ୍ଦାରେ ବାଁ ପଟେ ରହିଲି ଆମେ ତାଙ୍କ କର୍ମ କରୁଛୁ ଆଜ୍ଞା ଦେଖନ୍ତୁ ଆଜ୍ଞା ଠାକୁରଙ୍କର ଅପର କରୁଣା ଏଇ କରୁଣାରୁ ଆପଣ ନିଜେ ଅନୁଭବ କରୁଥିବେ ନିଜେ ନନା ଆମର ବସିଛନ୍ତି ସବୁ ଜିନିଷ ତାଙ୍କର ବଖାଳିଲେ ଆପଣ ଦେଖନ୍ତୁ ଆଉ ଥରେ ଆସିକି ଏଇ ଜାଗା ଟିକେ ବୁଲିକି ଯାଆନ୍ତୁ ଆପଣ ଜାଣିପାରିବେ ଏଇ ଜାଗାର କେତେ ମହତ୍ଵ କେତେ କଣ ଅଛି ଆଉ ଆଜି ବୋଲି ନୁହେଁ ଏ କାଳ କାଳ ବର୍ଷ ବି ଏ ଜୀବିତ ରହିବ ଆଉ ଆପଣ ମାନେ ଆସନ୍ତୁ ନିଆଳି ଗ୍ରାମର ଏ ଖରିହର ପଞ୍ଚାୟତର ପୋଖରୀ ଗାଁ ପଞ୍ଚାୟତର ଖରିହରପୁର ଗ୍ରାମରେ ଏଇ ମନ୍ଦିରଟି ଅବସ୍ଥିତ ଆପଣ ମାନେ ଆସନ୍ତୁ ବହୁତ ପ୍ରକାର ଏଣ୍ଟରଟେନମେଣ୍ଟ ଜାଗା ଆଉ ଆପଣଙ୍କ ବାବାଙ୍କୁ ଦର୍ଶନ କରିପାରିବେ ଆପଣ ନିଜେ ନନା ବି ତାଙ୍କ ସାଙ୍ଗରେ
କଥାବାର୍ତ୍ତା ବି କରିପାରିବେ, ସବୁ ଜିନିଷ ଇଏ କରିବେ। ଆସନ୍ତୁ, ଆପଣଙ୍କୁ କେମିତି ଲାଗିଲା ଆମ ଚ୍ୟାନେଲକୁ ସବସ୍କ୍ରାଇବ ଆଉ ଲାଇକ୍ ବି କରନ୍ତୁ।